ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ଜାଣିବା 2025 ମସିହାର ଫେବୃଆରୀ ମାସର 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ସାପ୍ତାହିକ ରାଶିଫଳ। ପ୍ରଥମେ ଜାଣିବା ମେଷ ରାଶି। ରବିବାର ଓ ସୋମବାର ପର୍ଯ୍ୟନ୍ତ ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ, ସମସ୍ୟା ଯୁକ୍ତ ହେବେ। ଗୁରୁବାର ଓ ଶୁକ୍ରବାର କର୍ମ ଅନୁସାରେ ଫଳ ପାଇବେ। ଦୂରଯାତ୍ରା ନ କରିବା ଭଲ। ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଜୀବନ ସୁଖମୟ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ହୃଷ୍ଟ ଖଣ୍ଡନ ପାଇଁ ଓಂ ହଂ ପବନ ନନ୍ଦନାୟ ସ୍ୱାହା ମନ୍ତ୍ରକୁ ଜପ କରନ୍ତୁ। ବୃଷ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଯଶମାନ ଗୌରବରେ ଅଧିକାରୀ ହେବେ। ବନ୍ଧୁ ଦର୍ଶନରେ ଆନନ୍ଦ ଲାଭ କରିବେ। ବୁଧବାର ଓ ଗୁରୁବାର ଶାରୀରିକ ଅସୁସ୍ଥତା ଦେଖାଦେବ। ବ୍ୟୟ ଅଧିକ ହୋଇପାରେ। ଶୁକ୍ରବାର ଓ ଶନିବାର ଧାର୍ମିକ ଚେତନାରେ ଉଦ୍ବୁଦ୍ଧ ହେବେ। ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟା ଯୁକ୍ତ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ମିଥୁନ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନିଜ କର୍ମ ପ୍ରତି ଅନୁରକ୍ତି ରୁହନ୍ତୁ। ସରକାରୀ କର୍ମଚାରୀମାନେ ଲାଞ୍ଚ ମିଛ ଠାରୁ ଦୂରରେ ରହିବା ଭଲ। ବୁଧବାର ଗୁରୁବାର ସୃଜନଶୀଳ ପ୍ରତିଭାର ବିକାଶ ହେବ। ଶନିବାର ଯାତ୍ରା ଜନିତ କ୍ଲେଶ ଦେଖା ଦେଇପାରେ। ଆଘାତ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ହୃଷ୍ଟ ଖଣ୍ଡନ ପାଇଁ ଓಂ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ। କର୍କଟ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାଶ୍ରୟୀ ହେବେ। ଶତ୍ରୁ ଜନିତ ସମସ୍ୟା ଦୂରଭୀତ ହେବ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବୁଧବାର ଗୁରୁବାର ସ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ଶୁକ୍ରବାର ଶନିବାର ପ୍ରଗତିଶୀଳ ହେବେ। ଭାଇଙ୍କ ସହଯୋଗ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଓಂ ରାମ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ। ସିଂହ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ଜମିବାଡି ଗଣ୍ଡଗୋଳ ଦେଖାଦେବ। ବୁଧବାର ଗୁରୁବାର ଭ୍ରମଣ ପ୍ରିୟ ହେବେ। ନୂତନ ଭୂମି କ୍ରୟ କରିପାରନ୍ତି। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ। କାର୍ଯ୍ୟ ଅନୁସାରେ ଫଳପ୍ରାପ୍ତି ହେବ ନାହିଁ। ଶୁକ୍ରବାର ଶନିବାର ଶତ୍ରୁ ଦ୍ୱାରା ପରାଭୂତ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। କନ୍ୟା ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ବୁଧବାର ଗୁରୁବାର ଋଣମୁକ୍ତ ହେବେ। ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେବ। ଭ୍ରମଣ ପ୍ରିୟ ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଶନିବାର ଶୌଖିନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ତୁଳା ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ଜମିବାଡି ସମ୍ବନ୍ଧୀୟ ବିବାଦ ସମାଧାନ ପାଇଁ ତତ୍ପର ହେବେ। ବୁଧବାର ଗୁରୁବାର ଯୋଗାଯୋଗ କ୍ଷେତ୍ରରେ ସଫଳତା ଲାଭ କରିବେ। ଦୂରଯାତ୍ରା ସ୍ଥଗିତ ରହିବା ଭଲ। ଶୁକ୍ର ଓ ଶନିବାର ମାନସିକ ଚାପ ବୃଦ୍ଧି ହେବ। ଖର୍ଚ୍ଚ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ ଜପ କରନ୍ତୁ। ବିଛା ରାଶି। ରବିବାର ସୋମବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ମିଳିପାରେ। ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଶୁକ୍ରବାର ଓ ଶନିବାର ପିତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାଖଣ୍ଡ ପାଠ କରନ୍ତୁ। ଧନୁ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଦୁର୍ଘଟଣା ଜନିତ ସମ୍ମୁଖୀନ ହୋଇପାରନ୍ତି। ବୁଧବାର ଗୁରୁବାର ଉଦ୍ୟମ କାର୍ଯ୍ୟ ସିଦ୍ଧି ହେବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ପରୋପକାରୀ ହେବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଓಂ ତାରେ ତୁ ତାରେ ତୁରେ ସ୍ୱାହା ମନ୍ତ୍ର ଜପ କରନ୍ତୁ। ମକର ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦାମ୍ପତ୍ୟର ଆନନ୍ଦ ଲାଭ କରିବେ। ବୁଧବାର ଗୁରୁବାର ଦୂରଯାତ୍ରା ସ୍ଥଗିତ ରଖିବା ଭଲ। ଅସମ୍ମାନିତ ହୋଇପାରନ୍ତି। ପ୍ରଗତିରେ ପଥରୋଧ ହେବ। ଶୁକ୍ର ଓ ଶନିବାର ପଠନ ପ୍ରିୟ ହେବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ କାଳୀଙ୍କର କବଚ ପାଠ କରନ୍ତୁ। କୁମ୍ଭ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମଧ୍ୟମ ଫଳ ପ୍ରଦାନ କରିବ। ବୁଧବାର ଓ ଗୁରୁବାର ବୈବାହିକ ସମସ୍ୟା ଦୂର କରିବ। ପାରିବାରିକ ଶାନ୍ତି ଲାଭ ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ। ଜୀବନ ସୁଖମୟ ହେବ। ଶୁକ୍ରବାର ଶନିବାର ସାମାନ୍ୟ କଥାକୁ ନେଇ ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣଙ୍କ କବଚ ପାଠ କରନ୍ତୁ। ମୀନ ରାଶି। ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆର୍ଥିକ ଅନଟନ ଦୂର ହେବ। ମାଲି ମକଦ୍ଦମାରେ ବିଜୟୀ ହେବେ। ବୁଧବାର ଗୁରୁବାର ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ବନ୍ଧୁକ ଗ୍ରହଣରେ ସମୟ ଅତିବାହିତ ହେବ। ଶୁକ୍ରବାର ଶନିବାର ଅବିବାହିତ କନ୍ୟା ଓ ପୁରୁଷଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଯୁକ୍ତ ହେବେ। ହୃଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ। ଜୟ ଜଗନ୍ନାଥ।